କୁହାଯାଏ ମହାପ୍ରଭୁ ଜଗନ୍ନାଥ ରଥରେ ବସି ବାହାରକୁ ଆସନ୍ତି କେବଳ ଦର୍ଶନ ଦେବା ପାଇଁ ନୁହେଁ, ବରଂ ନିଜ ଭକ୍ତର ଘରକୁ, ଗାଁକୁ ଏବଂ ହୃଦୟକୁ ଆସିବା ପାଇଁ। ତ ନମସ୍କାର, ଜୟ ଜଗନ୍ନାଥ। ନବଦ ଜେନେରାଲ ଷ୍ଟୋରର ନୂଆ ଭିଡ଼ିଓରେ ମୁଁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି। ତ ଆଜିର ଏହି ଭିଡ଼ିଓରେ ଆପଣମାନେ ଦେଖିବେ ଆମ ଗାଁର ରଥଯାତ୍ରା। ଏଠାରେ ବଡ଼ ବଡ଼ ଆଲୋକ ନାହିଁ, ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ନାହିଁ, କିନ୍ତୁ ଯାହା ଅଛି ତାହା ହେଉଛି ନିଷ୍କପଟ ଭକ୍ତି, ସରଳ ବିଶ୍ୱାସ ଓ କାଳିଆ ପ୍ରତି ଅସୀମ ପ୍ରେମ। ତ ଆପଣମାନେ ତ ଜାଣିଥିବେ ଏ ବର୍ଷ ରଥଯାତ୍ରାରେ କେତେ ବର୍ଷା ହେଇଛି। ତ ଏତେ ବର୍ଷା ହେବା ସତ୍ତ୍ୱେ ବି ଆମ ଗାଁରେ ରଥଯାତ୍ରା ଟିକେ ମାତ୍ର ବି ଫିକା ପଡ଼ିନଥିଲା। ମୋତେ ତ ଲାଗୁଥିଲା ଇନ୍ଦ୍ରଦେବ ଯେମିତି ସାକ୍ଷାତ ନିଜେ ପ୍ରଭୁଙ୍କର ରଥଯାତ୍ରା ଦେଖିବା ପାଇଁ ଆସିଛନ୍ତି। ଆଜି ବି ସକାଳୁ ଗାଁର ପବନରେ ଶଙ୍ଖଧ୍ୱନି, ଘଣ୍ଟ, ହରିବୋଲ ଆଉ ଜୟ ଜଗନ୍ନାଥର ଧ୍ୱନି ଶୁଣିବାକୁ ମିଳୁଛି। ଲାଗୁଛି ଯେମିତି ସାରା ଗାଁ ଆଜି ଗୋଟିଏ ପରିବାର ହେଇଯାଇଛି। ଆପଣମାନେ ତ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ସମସ୍ତେ ରଥକୁ ସଜେଇଛନ୍ତି ଆଉ ଅପେକ୍ଷା କରିଛନ୍ତି ତାଙ୍କର ହୃଦୟର ମୌଡ଼ମଣିଙ୍କୁ। ତ ୟା ଭିତରେ ଶଙ୍ଖ, ଘଣ୍ଟ, କରତାଳ, ହରିବୋଲ ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥକୁ ବିରାଜମାନ କରିଥିଲେ। ଆପଣମାନେ ତ ଦେଖିପାରୁଥିବେ ସମସ୍ତେ କେମିତି କେତେ ସୁନ୍ଦର ଭାବରେ ରଥକୁ ସଜେଇଛନ୍ତି। ପ୍ରତ୍ୟେକ ଫୁଲରେ ଅଛି ଶ୍ରଦ୍ଧା, ପ୍ରତ୍ୟେକ ସଜାବଟରେ ଅଛି ଭକ୍ତି, ଆଉ ପ୍ରତ୍ୟେକ ହସରେ ମହାପ୍ରଭୁଙ୍କ ଆଶୀର୍ବାଦ ଦେଖିବାକୁ ମିଳୁଛି। ରଥର ଦଉଡ଼ିକୁ ଟାଣିବା ପାଇଁ ସମସ୍ତଙ୍କ ମନରେ କେତେ ଆଗ୍ରହ, କାରଣ ବିଶ୍ୱାସ ଅଛି ଗୋଟିଏ ଥର ରଥର ଦଉଡ଼ିକୁ ଛୁଇଁଦେଲେ ମଧ୍ୟ ଜୀବନ ଧନ୍ୟ ହୋଇଯାଏ। ଦୁନିଆ ଭିତରେ ରଥଯାତ୍ରା ଏମିତି ଗୋଟିଏ ପର୍ବ ଯାହା ଆମକୁ ଶିଖାଏ ମହାପ୍ରଭୁଙ୍କ ପାଖରେ ସମସ୍ତେ ସମାନ। ସେଠାରେ କୌଣସି ଛୋଟ ବଡ଼ ନାହିଁ, ଧନୀ ଗରିବ ନାହିଁ, କେବଳ ଭକ୍ତ ଆଉ ଭଗବାନଙ୍କର ସମ୍ପର୍କ ଅଛି। ତ ଏହିସବୁ ଭିତରେ ଆମ ପାଖରେ ପହଞ୍ଚିଥିଲେ ଆମର ଗଜପତି ମହାରାଜ ରଥର ଛେରା ପହଁରା କରିବା ପାଇଁ, କାରଣ ବିଶ୍ୱାସ ଅଛି ଯେପର୍ଯ୍ୟନ୍ତ ଛେରା ପହଁରା ହେଇନି ରଥ ଆଗକୁ ଗଡ଼ିବ ନାହିଁ। ମହାପ୍ରଭୁଙ୍କୁ ଦେଖିବାକୁ ଯେତେବେଳେ ଭକ୍ତ ପାରନ୍ତି ନାହିଁ, ସେତେବେଳେ ନିଜେ ମହାପ୍ରଭୁ ଭକ୍ତ ପାଖକୁ ଆସନ୍ତି। ସେଥିପାଇଁ ବର୍ଷକୁ ଥରେ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ରତ୍ନ ସିଂହାସନ ଛାଡ଼ି ରଥରେ ବସି ସମସ୍ତଙ୍କୁ ଦର୍ଶନ ଦିଅନ୍ତି। ଏହି ଦିନକୁ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱ ଅପେକ୍ଷା କରିଥାଏ। ଭକ୍ତିର କୌଣସି ଭାଷା ନାହିଁ, କୌଣସି ଧନ ସମ୍ପତ୍ତି ନାହିଁ, କେବଳ ଗୋଟିଏ ସରଳ ମନ ଦରକାର। ରଥର ଦଉଡ଼ି ଟାଣିବା ପାଇଁ ସମସ୍ତଙ୍କ ମନରେ କେତେ ଆଗ୍ରହ, କାରଣ ଆମ ବିଶ୍ୱାସ ରଥର ଦଉଡ଼ିରେ ହାତ ଲାଗିଗଲେ ଜୀବନର ଅନେକ କଷ୍ଟ ମଧ୍ୟ ହାଲୁକା ହୋଇଯାଏ। ଭିଡ଼ିଓରେ ଆପଣମାନେ ଦେଖିପାରୁଥିବେ ସେହି ଛୋଟ ପିଲାମାନଙ୍କୁ। ସେମାନଙ୍କ ମୁହଁରେ କେତେ ନିରୀହ ଖୁସି। ହୁଏତ ସେମାନେ ଆଜି ଜାଣିନାହାନ୍ତି, କିନ୍ତୁ ଦିନେ ଏହି ସ୍ମୃତି ସେମାନଙ୍କ ଜୀବନର ସବୁଠି ଅମୂଲ୍ୟ ସମ୍ପଦ ହୋଇଯିବ। କାରଣ ଗାଁର ରଥଯାତ୍ରା କେବଳ ଦେଖାଯାଏ ନାହିଁ, ତାକୁ ଅନୁଭବ କରାଯାଏ। ଏଠାରେ ଅହଙ୍କାର ନାହିଁ, ପ୍ରତିଯୋଗିତା ନାହିଁ, କେବଳ ଅଛି ଭକ୍ତି, ଆଉ ଭକ୍ତି ହିଁ ଏଠାରେ ସବୁଠାରୁ ବଡ଼ ଶକ୍ତି। ଶେଷରେ ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଲା। ରଥରେ ଘୋଡ଼ା, ସାରଥୀ ଇତ୍ୟାଦି ଖଞ୍ଜାଗଲା।
ସମୟ ବଦଳୁଛି, ଲୋକ ବି ବଦଳୁଛନ୍ତି ଏବଂ ଜୀବନଶୈଳୀ ମଧ୍ୟ ବଦଳୁଛି, କିନ୍ତୁ ଜଗନ୍ନାଥଙ୍କ ପ୍ରତି ଏହି ଭକ୍ତି କେବେ ବଦଳିନି। ଏହା ହିଁ ଆମ ଓଡ଼ିଆ ସଂସ୍କୃତିର ସବୁଠୁ ବଡ଼ ପରିଚୟ। ରଥ ଆଗକୁ ବଢ଼ୁଛି, ଆଉ ସେହି ସହିତ ବଢ଼ୁଛି ଆମର ଆଶା, ଆମର ବିଶ୍ୱାସ ଆଉ ଆମର ପ୍ରାର୍ଥନା। ହେ କାଳିଆ, ଯେପରି ତୁମେ ପ୍ରତିବର୍ଷ ନିଜର ଭକ୍ତଙ୍କ ପାଖକୁ ଆସୁଛ, ସେହିପରି ସମସ୍ତଙ୍କ ଜୀବନରେ ଖୁସି, ସ୍ୱାସ୍ଥ୍ୟ ଓ ଶାନ୍ତି ଭରିଦିଅ। ଯାହାର ମନରେ ଦୁଃଖ ଅଛି ତାକୁ ସାହସ ଦିଅ, ଯାହାର ଘରେ ଅଭାବ ଅଛି ତାକୁ ସମୃଦ୍ଧି ଦିଅ, ଆଉ ଯାହାର ମନରେ ଭକ୍ତି ଅଛି ତାକୁ ସବୁବେଳେ ତୁମ ଆଶୀର୍ବାଦରେ ରଖ। ଆମ ଗାଁର ଏହି ଛୋଟ ରଥଯାତ୍ରା ବୋଧହୁଏ ସାରା ଦୁନିଆ ଦେଖିବନି, କିନ୍ତୁ ଯିଏ ଦେଖୁଛନ୍ତି ସେ ଏହି ସରଳ ଭକ୍ତିକୁ ନିଶ୍ଚୟ ଅନୁଭବ କରିପାରିବେ। ଶେଷରେ ଏତିକି କହିବି, ରଥ କେବଳ କାଠରେ ତିଆରି ହୁଏନି, ରଥ ତିଆରି ହୁଏ ଲକ୍ଷ ଲକ୍ଷ ଭକ୍ତଙ୍କ ବିଶ୍ୱାସରେ। ଯଦି ଏହି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ, ତେବେ ନିଜ ପରିବାର ଓ ବନ୍ଧୁମାନଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ଆମ ଗାଁର ଏହି ଭକ୍ତିର ସୁଗନ୍ଧ ଆହୁରି ଦୂର ପର୍ଯ୍ୟନ୍ତ ପହଞ୍ଚୁ। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।